ସମସ୍ତେ ଜାଣିଥିବେ ଶୁଣିଥିବେ ଗୀତା ଭାଗବତରେ କି ଗୁରୁ ଗୁରୁଜନ ଲୋକ କୁହନ୍ତି ଆଉ ଲେଖା ବି ଥିଲା ଗୋଟେ ସ୍ୱର୍ଗ ପ୍ରାପ୍ତ ଗୋଟେ ନରକ ପ୍ରାପ୍ତ କର୍ମ ନେଇକି ଫଳ, କିନ୍ତୁ କେହି ଅନୁଭବ କରୁନଥିବେ ସ୍ୱର୍ଗ ପ୍ରାପ୍ତ କ'ଣ ନରକ ପ୍ରାପ୍ତ କ'ଣ। କିଏ ଅନୁଭବ କରୁଥିବ ନା ଦେହାନ୍ତ ହେଲା ପରେ ଅନୁଭବ କରୁଥିବେ ଆତ୍ମା ପରମାତ୍ମା ସେଥିରେ ମିଳନ ହେଲେ କି ଆତ୍ମା ପ୍ରେତାତ୍ମା ସେଥିରେ ମିଳନ ହେଲେ ଯେତେବେଳକୁ ପୃଥିବୀ ପୃଷ୍ଠରେ ନଥିବେ, ନା କିଛି କହିପାରୁନଥିବେ, ନା ଶୁଣିପାରୁନଥିବେ, ନା କାହାକୁ କହିଲା ବେଳକୁ କି ପାଖରେ ନଥିବେ। ସେହି ପରିପ୍ରେକ୍ଷୀରେ ମୋର ନିଜସ୍ୱ ବୁଦ୍ଧିରେ ଆପଣଙ୍କ ପାଖରେ ଉଦାହରଣ ସ୍ୱରୂପ ଯେ ଆପଣମାନେ ପରିବାର ଯାହା ବି ହେଲେ ଥିବେ, ପିତାମାତା ସନ୍ତାନ କି ପିତାମାତା ଆଉ ଦାଦା ବଡ଼ବାପାଙ୍କର ପୁଅ ଝିଅ, ପରିବାର ଭିତରେ ପିତାମାତା ଖାଇଦେଲେ ସନ୍ତାନର କ'ଣ ପେଟ ପୁରେ? ନା ଦାଦା ବଡ଼ବାପା ଖାଇଲେ କ'ଣ ପେଟ ପୁରେ? ନା ପୁତୁରା ଝିଆରୀ ପୁଅ ଝିଅ ଖାଇଦେଲେ ବାପା ମାଆଙ୍କର ପେଟ ପୁରେ? ଯିଏ ଖାଇବ ତାର ହିଁ ପେଟ ପୁରିବ। କେତେ ଖାଇବ ସିଏ ଜାଣିଛି, ସେଇ ହିସାବରେ ତା ପେଟ ପୁରିବ, କିନ୍ତୁ ଅପୋଜିଟ୍ରେ ମାନେ ବିପରୀତରେ ବାପା ହଉ ମା ହଉ ଦାଦା ହଉ ପେଟ ପୁରେ ନାହିଁ, କି ପୁତ୍ରମାନଙ୍କର କି ପୁତୁରା ଝିଆରୀଙ୍କର ପେଟ ପୁରେ ନାହିଁ। ତେଣୁ ଏଇଠି ଗୋଟେ ଜିନିଷ ଯେ ଆମେ ଖାଇବା ମୋର ପେଟ ପୁରିବ, ବାପା ଖାଇବା ବାପାର ପେଟ ପୁରିବ, ଦାଦା ଖାଇବା ଦାଦାର ପେଟ ପୁରିବ, ଶାନ୍ତି ନିଜକୁ ଲାଗିଲା। ସେଇଭଳିଆ ଆପଣମାନେ ନିଜେ ଯେତେ ଭଲ କାମ କରିବେ, ସେବା କରିବେ ଏଇ ପୃଥିବୀ ପୃଷ୍ଠରେ, ଅନ୍ତିମ ସମୟରେ ଯଦି ସୁନ୍ଦର ବାଗରେ ପରିବାରକୁ ନେଇକି ଦେହ ତ୍ୟାଗ କଲ, ସେଇଟା ହେଲା ଭଲ ପ୍ରାପ୍ତ ମୃତ୍ୟୁ ସ୍ୱର୍ଗପ୍ରାପ୍ତ ବୋଲି କୁହନ୍ତି। ନରକ ପ୍ରାପ୍ତ କ'ଣ? ଯଦି ଆପଣମାନେ କିଛି ଖରାପ କାମ କରିକି ଯାଇଥିବେ, କିଛି ଖରାପ କରୁଥିବେ, ଆପଣ ହେତାତ୍ଵ ଜ୍ଞାନ ଚେତା ନ ପୁରେଇକି କାର୍ଯ୍ୟକ୍ରମ କରୁଥିବ, ଯେତେବେଳେ ଘାଣ୍ଟି ଚକୁଟି ହେଉଛି ମୃତ୍ୟୁ ବେଳେ ମୃତ୍ୟୁ ହେଉଥିବ, ମରିଯାଇଛି, ଦେହ ତ୍ୟାଗ ହେଇଛି, ଭଲ ରହିକି କ'ଣ କରୁଥିଲା, କ'ଣ କରିଛି, ନା ସାଙ୍ଗସାଥିର, ନା ସାହି ପଡ଼ିଶାର, ନା ପିତାମାତାଙ୍କର, ବରଂ ବୋଝ ହେଇକି ଥିଲା। ସେଇଟା ହେଉଛି ନରକ ପ୍ରାପ୍ତ। ତେଣୁ ଯେଉଁ ଗୀତା ଭାଗବତରେ ଲେଖା ଅଛି, ଆଉ ଗୁରୁ ଗୁରୁଜନ ପ୍ରିୟଜନ ମାନେ କହିଛନ୍ତି, ଯେଉଁ କର୍ମ କରୁ ଫଳ ନିଶ୍ଚିତ ଭୋଗିବ। ଭଲ କର୍ମ କଲେ ଭଲ ଫଳ ଭୋଗିବ, ଖରାପ କାମ କଲେ ନରକ ପ୍ରାପ୍ତ ହେବ। ଏହା ନିତ୍ୟାନ୍ତ କଥା। ଠିକ୍ କହିଲେ ନା ଭୁଲ କହିଲେ ଆପଣମାନେ କମେଣ୍ଟ ସେକ୍ସନରେ କହିବେ।